ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ ଜଣେ ବ୍ୟକ୍ତି ନୁହେଁ, ଏକ ଅନୁଷ୍ଠାନ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀ ଦେବେନ୍ଦ୍ର ଦାସ ଆମ ଓଡ଼ିଶାରେ ଏକ ସୁପରିଚିତ ନାମ। ପେଶାରେ ଥିଲେ ପୋଲିସ ପ୍ରଶାସନରେ ଜଣେ ଦକ୍ଷ ସଚ୍ଚୋଟ କର୍ତ୍ତବ୍ୟନିଷ୍ଠ ପୋଲିସ ଆଇଜି। ନିଶା କିନ୍ତୁ ତାଙ୍କର ଥିଲା ସାହିତ୍ୟ ସର୍ଜନା ଓ ଗୀତ ଲେଖିବା। 1942 ମସିହା ଫେବୃଆରୀ 25 ତାରିଖ କଟକ ସହରସ୍ଥିତ ବଙ୍ଗାଳୀ ସାହିରେ ଏକ ଧାର୍ମିକ ପରିବାରରେ ମାତା ବିଦୁଲତା ଓ ପିତା ଶିବେନ୍ଦ୍ର ଦାସଙ୍କ କୋଳମଣ୍ଡନ କରିଥିଲେ ଦେବେନ୍ଦ୍ର। ବିଧିର ବିଧାନ ଥିଲା ବଡ଼ ବିଚିତ୍ର। 3 ବର୍ଷର ଦେବେନ୍ଦ୍ରକୁ ଛାଡ଼ି ମା ଚାଲିଯାଇଥିଲେ ଆରପାରିକୁ। ମା ଛେଉଣ୍ଡ ଦେବେନ୍ଦ୍ର ପିତାମାତାଙ୍କ ଆଶୀର୍ବାଦ ଲାଭ କରି ସଂଘର୍ଷ କରି ନିଜ ଗୋଡ଼ରେ ଠିଆ ହୋଇପାରିଥିଲେ। ଜୀବନରେ ଆସିଛି ତାଙ୍କର ଅନେକ ଝଡ଼, ଅନେକ ଝଞ୍ଜା, ହେଲେ ଧୈର୍ଯ୍ୟର ସହ ସବୁକୁ ମୁକାବିଲା କରି ଆଗକୁ ବଢ଼ିପାରିଥିଲେ ଦେବେନ୍ଦ୍ର। ଶ୍ରୀ ଦେବେନ୍ଦ୍ର ଦାସ ଆକାଶବାଣୀ କଟକ କେନ୍ଦ୍ର ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ସୁନାମଧନ୍ୟ ଗୀତିକାର ଭାବରେ ସୁନାମ ଅର୍ଜନ କରିଥିଲେ। ଶ୍ରୀ ଦାସଙ୍କର ସୁଲଳିତ ରଚନାବଳୀ, ସାରସତ୍ୱ ଓ ଦାର୍ଶନିକ ଚିନ୍ତାଧାରା ଓଡ଼ିଆ ଗୀତି କବିତାକୁ ଦେଇଛି ଏକ ନିଆରା ଦିଗ। ଶ୍ରୀ ଦେବେନ୍ଦ୍ର ଦାସ ଅସଂଖ୍ୟ ଗୀତ ରଚନା କରି ଓଡ଼ିଆ ସାହିତ୍ୟ ଓ ସଙ୍ଗୀତ ଜଗତକୁ ସମୃଦ୍ଧ କରିଯାଇଛନ୍ତି। ତାଙ୍କ ଗୀତ ରଚନା ଶୁଣିଲେ ହିଁ ତାଙ୍କର ଶବ୍ଦ ଗାମ୍ଭୀର୍ଯ୍ୟକୁ ମପାଯାଇପାରିବ। ଶ୍ରୀ ଦେବେନ୍ଦ୍ର ଦାସଙ୍କ ବଳିଷ୍ଠ ରଚନାର ଏକ ଉଦାହରଣ ନିଆଯାଇପାରେ। ତୁମ ଗାଁ ମହୁମାଛି ଆମ ଫୁଲେ ମହୁ ପିଇ ମୋତେ ମାଗେ କୁଆଁରୀ ବଉଳ, ଯାହା ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସାଇତା ହୋଇ ରହିଥିବ ମଧ୍ୟ। ପ୍ରତ୍ୟେକ ମଞ୍ଚରେ ପ୍ରତ୍ୟେକ କଳାକାର ଶ୍ରଦ୍ଧାର ସହ ଗାଇଥାନ୍ତି ଏହି ଗୀତକୁ, ଯାହାକୁ କଣ୍ଠଦାନ କରିଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶାନ୍ତନୁ ମହାପାତ୍ର। तुम गाँ महुमाछी आम फूले महु पी मोते मागे कुआरी बौला, मु बुढ़ा बर गछ चारि पाखे लुहर चारि पाखे लुहर तुम गाँ महुमाछी। डाଳରେ दिने केते ଯୌବନ ଝୁଲୁଥିଲେ, ସେମାନେ ତମ ଦେହକୁ କୋରି କୋରି ଖାଇଗଲେ, କୋରି କୋରି ଖାଇଗଲେ। ମୋ ସ୍ମୃତି ତାଙ୍କ ପାଇଁ ମୁଁ ଛାଇରେ ବୋଝ ହୋଇ ରହିଗଲା ମିଛେ କାଳ କାଳ। ଶ୍ରୀ ଦେବେନ୍ଦ୍ର ଦାସ ବାସ୍ତବରେ ଥିଲେ ଜଣେ ନିଆରା ମଣିଷ। ଯେତେ କଷ୍ଟ ଆସିଲେ ବି ସେ କେବେ ଭାଙ୍ଗି ପଡ଼ିନଥିଲେ। ପରିଣତ ବୟସରେ ବି ତାଙ୍କର ଲେଖନୀ ଚାଳନା ବନ୍ଦ ହୋଇନଥିଲା, ଯାହାର ପ୍ରମାଣ ଏହି ଗୀତଗୁଡ଼ିକ। ତୁମେ
সার বিধবা জন্ম আকাশে এ কণা ঘরে ও শ্রুনি গাড়ি হিনিক পাড়ি গো শ্রুনি গাড়ি হিনিক পাড়ি গো চাহ মেঘ ঝড় পারে তুমি আগো পাহাতি সার বিধবা জন্ম আকাশে এ কণা ঘরে তুম অগଣାର ଚମ୍ପା ଗଛରେ ଭର ବସିବା ମନା ସେଥିପାଇଁ ଆମ ତୁଳସୀ ବଣରେ ମଳୟ ପଶିବା ମନା ତୁମ ଅଗଣାର সে পাখি মলয় সে পাখি যাতনা সে পাখি উয়াস সে পাখি জোছনা এটি তো মরণ যায় জীবা উপায় চম্পক হাতে খোলি দিও মধুশালা বিগত দিনর পাপ পুণ্যর বিগত দিনর পাপ পুণ্যর হিসাব জানিবা পাই হিসাব জানিবা পাই এই মম শাড়ি চিতার লুয়ে এই মম শাড়ি চিতার লুয়ে পড়ুছি জীবন বহি বিগত দিনর শ্যামলী সবুজ দ্রাক্ষালতা গো
ତୁମରି ଶୀତଳ ଛାଇ ପଥ ଶ୍ରାନ୍ତ ମୁଁ ଭଲ ଲାଗେ ବୋଲି ପଡ଼ିଲି ଅଳପ ଶୋଇ ପଡ଼ିଲି ଅଳପ ଶୋଇ। এই যে গীতটি আপনার শুণুছি অতি চমৎকার লেখা সুন্দর শব্দ সংযোজনা। এই গীতটি লিখিছেন বহুত গীতর রচয়িতা ওড়িশার বহুত বহুত গীত রচনা করিଥିବା ଆମ ସମସ୍ତଙ୍କର ପ୍ରଣମ୍ୟ ଦେବେନ୍ଦ୍ର ଦାସଙ୍କ ରଚନା। ତେଣୁ ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ ମୋର ଆଶା। শ্যামলী ସବୁଜ ଦ୍ରାକ୍ଷାଲତା ଗୋ ତୁମରି ଶୀତଳ ଛାଇ ଶ୍ୟାମଳୀ ସବୁଜ ଦ୍ରାକ୍ଷାଲତା ଗୋ ତୁମରି ଶୀତଳ ଛାଇ ପଥ ଶ୍ରାନ୍ତ ମୁଁ ଭଲ ଲାଗେ ବୋଲି ପଡ଼ିଲି ଅଳପ ଶୋଇ ପଡ଼ିଲି ଅଳପ ଶୋଇ শ্যামলী ସବୁଜ ଦ୍ରାକ୍ଷାଲତା ଗୋ ତୁମରି ଶୀତଳ ଛାଇ। এই গীতটির সঙ্গীত নির্দেশক হচ্ছেন যে ওড়িয়া গজলକୁ আଜି সারা বিশ্বরে পরিচিত করেছেন। সে আউ কেহি নহন্তি সমস্ত প্রিয় সব কণ্ঠশিল্পীঙ্কর প্রিয় রাজকিশোর গোছায়। তুম হিম ছাই ঘাস চুম্বন ভাল লাগে মতে ভারি ভাল লাগে মতে ভারি নব পরিণীতা ন ভুলি বধুকু নখর পরশ পরি নখর পরশ পরি তুম হিম ছাই ঘাস চুম্বন ভাল লাগে মতে ভারি ভাল লাগে মতে ভারি নব পরিণীতা ন ভুলি বধুকু নখর পরশ পরি নখর পরশ পরি প্রভু হে আমার বিরহ ন হেউ সঞ্জন আসুনই সঞ্জন আসুনই শ্যামলী ସବୁଜ দ্রাক্ষালতা গো তুমরি শীতল ছাই। শান্ত পুরা শান্ত পথ শান্ত 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 আমি কହୁଛୁ ତା ମାନେ ନାଇଁ ନାଇଁ ପଥ ଶାନ୍ତ ନୁହେଁ। ଶାନ୍ତ ମାନେ ପଥ ମୁଁ ଆସ୍ତେ ଆସ୍ତେ ଥକି ଯାଇଥିବ ଶାନ୍ତ ଯୋଉ ନିଅନ୍ତି ଯୋଉ ବିଶ୍ରାମ ଶାନ୍ତ କ୍ଳାନ୍ତ ବିଶ୍ରାମ ନବାଟା ଶ୍ରମରେ କ୍ଳାନ୍ତ ହଉଛି ସାର୍ କଣ ଟିକେ କୁହନ୍ତୁ ଟିକେ ଆପଣ ତ କେବେ କିଛି କହୁନାହାନ୍ତି। সুন্দর মানে এই ଯେଉଁ লেখা ଆମର ତ ଆମେ ଏଇ ସମୟରେ ମିଳିବା ମୁସ୍କିଲ। ମାନେ ମୁଁ ତ ସାର୍ଙ୍କୁ ଶୁଣିଛି ବହୁତ ଆଗରୁ କଣ ଭାଇ ଗାଇଥିଲେ ସେ ଗାଁର ମହୁମାଛି ତମ ଗାଁ ମହୁମାଛି। ଶ୍ରୀ ଦାସଙ୍କର କଳାକୃତି ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକ ପ୍ରଶଂସାପତ୍ର ଓ ଅନେକ ସମ୍ମାନ ତାଙ୍କୁ ମିଳିଛି। ରାଜ୍ୟର ସର୍ବଶ୍ରେଷ୍ଠ ସମ୍ମାନ ସାହିତ୍ୟ ଏକାଡେମୀ ସମ୍ମାନ ଏବଂ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଛି। ହେଲେ ପ୍ରଶଂସାଠାରୁ ଏବଂ ନିଜକୁ ପ୍ରଚାର ପ୍ରସାର ଠାରୁ ସବୁବେଳେ ଦୂରେଇ ରଖିବାକୁ ଚାହୁଁଥିଲେ ଶ୍ରୀ ଦେବେନ୍ଦ୍ର ଦାସ। ଶ୍ରୀ ଦାସଙ୍କର କଳାକୃତି ମଧ୍ୟରେ ରହିଛି କାବ୍ୟ ସଂକଳନ କାଚକାନ୍ଥ,
ଲୁହର ଓହଳ ଆଉ ଋତୁ ଥାଉ, ଋତୁପର୍ଣ୍ଣା ପରି ଅନେକ 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 ସୃଷ୍ଟି ସମ୍ଭାର। ବାସ୍ତବରେ ଅଜସ୍ର ଗୀତର ବିନ୍ଧାଣୀ, ଅଜସ୍ର ଗୀତର ସ୍ରଷ୍ଟା ଗୀତିଗନ୍ଧର୍ବ ଶ୍ରୀ ଦେବେନ୍ଦ୍ର ଦାସଙ୍କ ଜୀବନର ଶେଷ ଗୀତ ଥିଲା ଶୀତ ସକାଳର ଋତୁମତୀ ଖରା ଆସିବ ଅଳପ ବାକି, ଯାହାକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତ। କଣ୍ଠଦାନ କରିଥିଲେ ମୁମ୍ବାଇରେ ରହୁଥିବା ବିଶିଷ୍ଟ କଣ୍ଠଶିଳ୍ପୀ ସୁନୀଲ ପରିଡ଼ା। ଶୀତ ସକାଳର ଋତୁମତୀ ଖରା ଆସିବ ଅଳପ ବାକି, ଆସିବ ଅଳପ ବାକି। ଶୀତ ସକାଳର ଋତୁମତୀ ଖରା ଆସିବ ଅଳପ ବାକି, ଶୀତ ସକାଳର ଋତୁମତୀ ଖରା ଆସିବ ଅଳପ ବାକି। ଘୁମାଇ ପଡ଼େ କି କୋଟି କମ କରା, ঘুমাই পড়ে কি কোটি কম করা, তুমরি সুজাতা আখি, তুমরি সুজাতা আখি। শীত সকালর ঋতুমতী খরা আসিব অଳପ বাকি। তুমি যে ব্যস্ত নীরব গোধূলি, ভূত থর থর দীপশিখা। তুমি যে ব্যস্ত নীরব গোধূলি, মু তো থর থর দীপ শিখা। তুমি যে ব্যস্ত নীরব গোধূলি, মু তো থর থর দীপ শিখা। মোর দিও নাহি
ସୃଷ୍ଟି କାଳରୁ ଜଳିବା ଧର୍ମ ସ୍ରଷ୍ଟା ହାତର ଲେଖା ସ୍ରଷ୍ଟା ହାତର ଲେଖା ସ୍ରଷ୍ଟା ହାତର ଲେଖା नमस्कार आज आम पुणी एकाठी होइछु मो पाखे अच्छा सार ना कहबार तो आवश्यक नहीं समझ जानती गीतिकार आकाशवाणी वरिष्ठ गीतिकार देवेंद्र कुमार दास सर कुमार ना नहीं खाली देवेंद्र दास पुणी कही रखुची तुम गाँ मऊमाछी गीतर स्रष्टा बोधे या पूर्व स्मरणिका गाई सार कौन गीतटा हृदय स्पंदन तापर पुणी आम आज गोटे गीत रिडअप कलु तार गोटे लेडीज वर्सन है सार केमती कौन कहे टे गीत किसी कथा कहतु केमती आप केमती गीत लिखुले आगुर सब कौन कौन लिखिं आमती इन्स्पायर होते लिखापी आप किसी कथा कहना चुपचाप कौन मन रे भावना लखिकी लिखिथिले कौन भावना सेटा सर कोन आ किए नायिका थिला आपण गीतर बेसी क्वेश्चन हे गेला अच्छा नायिका कहीं न ठीक अछि सर माने आपण एई जो गीतटा लिखिथिले केमति कोन प्राय आपण गीतर मीनिंग बुझिया बहुत कष्टकर सेथिरे निच्छक साहित्य वर्ड गुडा को एकदम माने टिपिकल सर किसी कहबे सर सर गुड लाइन कौन लिखा भितर भावना আছে भावनारू जहाँ बाहर लिखले ଶ୍ରୀ ଦାସଙ୍କର ଶେଷ ମଞ୍ଚ ପରିବେଷଣର ଗୀତ ଥିଲା 27 ଅକ୍ଟୋବର 2025 ଗୀତ ଗୋବିନ୍ଦ ସଦନରେ ଚନ୍ଦ୍ରମା ତୁମେ ଚନ୍ଦ୍ରମା କାର୍ଯ୍ୟକ୍ରମରେ ହେଲେ ସ୍ୱାସ୍ଥ୍ୟଗତ କାରଣରୁ ସଙ୍ଗୀତ ଆସରରେ ଯୋଗ ଦେଇ ପାରିନଥିଲେ ଶ୍ରୀ ଦେବେନ୍ଦ୍ର ଦାସ କିନ୍ତୁ ଫେବୃଆରୀ 10 2026ରେ ସେ ଗୀତଟି ସେ ଶୁଣିଥିଲେ ତାର ମଲା ନଈ ତୁଠେ। ଏବେ ଆମେ ଶୁଣିବା ସ୍ମରଣିକା ସାହୁଙ୍କୁ ତାଙ୍କର ଗୀତ ତାରା ମଲା ନଈ ତୁଠେ ରଚନା ଦେବେନ୍ଦ୍ର ଦାସ କଣ୍ଠ ସ୍ମରଣିକା ସାହୁଙ୍କୁ ମୁଁ ଅନୁରୋଧ କରିବି ସେ ଆସିବେ ମଞ୍ଚ ଉପରକୁ ଆପଣମାନେ ଟିକେ କରତାଳି ଦେବେ ଏବଂ ସୁନ୍ଦର ଗୀତ ତାରା ମଲା ନଈ ତୁଠେ କାଶତଣ୍ଡି ଫୁଲ ଫୁଟେ ନାହିଁ ଜହ୍ନ ପୁଣି ଫେରେ ସେଠି ନିତିଦିନ ଗାଧୋଇ ଧୋଇ तार मला नई तुठे कास तंडी फूल फुटे नहीं तार मला नई तुठे कास तंडी फूल फुटे नहीं कास तंडी फूल फुटे नहीं तार मला नई तुठे कास तंडी फूल फुटे तार मला नई तुठे कास तंडी फूल फुटे नहीं ଶ୍ରୀ ଦାସଙ୍କର ଗୁଣ ଗାଉଥିଲେ ସରିବ ନାହିଁ। ଏହା ଥିଲା ତାଙ୍କ ସାହିତ୍ୟ ସଙ୍ଗୀତ ସମାଜର କଥା। ହେଲେ ଶ୍ରୀ ଦାସ ତାଙ୍କ ପରିବାର ପାଇଁ ଥିଲେ ଜଣେ ଆଦର୍ଶ ମୁରବୀ। ଧର୍ମପତ୍ନୀ ଜୟନ୍ତୀଙ୍କ ପାଇଁ ଜଣେ ଆଦର୍ଶ ପତି ଏବଂ ଦୁଇ ପୁତ୍ର କୁଳଦୀପ ଓ ସତ୍ୟଦୀପଙ୍କ ପାଇଁ ଜଣେ ଆଦର୍ଶ ପିତା ଏବଂ ଦୁଇ ବୋହୂ
ଶ୍ରଦ୍ଧା ଏବଂ ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ଆଦର୍ଶ ଶ୍ୱଶୁର ଏବଂ ତିନି ନାତି ଶ୍ରେୟାଂଶ ରୁଦ୍ରାଂଶ ଆଦ୍ୟାଂଶଙ୍କ ପାଇଁ ଥିଲେ ସ୍ନେହୀ ଜେଜେବାପା। କେବଳ ପରିବାର ନୁହେଁ, ବନ୍ଧୁ ମହଲରେ ମଧ୍ୟ ସେ ଥିଲେ ଜଣେ ଜୀବନ ଦିଆ ବନ୍ଧୁ, ଜଣେ ସାହାଯ୍ୟକାରୀ ବନ୍ଧୁ। ସତରେ ବିଧିର ବିଧାନ କିଏ କରିବ ଆନ। 14 ଫେବୃଆରୀ 2026 ତାରିଖରେ ଦେବେନ୍ଦ୍ର ଦାସ ତାଙ୍କର ଭଲ ପାଇବା, ତାଙ୍କର କଳାକୃତି, ତାଙ୍କର ମଣିଷପଣିଆ, ତାଙ୍କର ଆଦର୍ଶକୁ ଆମମାନଙ୍କ ହାତରେ ଟେକି ଦେଇ ଆକାଶର ତାରା ହୋଇ ରହିଗଲେ ଆଉ ଲେଖିଦେଇ ଗଲେ, ସେ ପାଖେ ଜୀବନ, ଏ ପାଖେ ମରଣ, ମଝିରେ ଛୋଟିଆ ଋତୁ ପହରିବା ନଈ, ମଝିରେ ଛୋଟିଆ ଋତୁ ପହରିବା ନଈ, ଋତୁ ପହରିବା ନଈ। से पाखे जीवन ए पाखे मरण मझिरे छोटिया ऋतु पहरिबा नई। से पाखे जीवन ए पाखे मरण मझिरे छोटिया ऋतु पहरिबा नई। चाल से पारिकी माटी कांथी निरु, चाल से पारिकी माटी कांथी निरु, आम सठी घर नहीं, आम सठी घर नहीं। से पाखे जीवन ए पाखे मरण मझिरे छोटिया ऋतु पहरिबा नई। समस्त को प्रणाम। मो बापांकर बड़ बो श्रद्धा। बापा विषय कम कही पारि एबे, जेते कहले भी तांको विषय कम ही पड़ जाओ। तांको तो आमे केबे भी भाविनु कि से आम ससुर थिले, सबले बापा ही आमे भाविछु तांको निजर बापा। तांकोटू सेतिकी स्नेह श्रद्धा माने सबु पाइछु सबु बेले। जेते सी आम पई भाबंती, दूर थिले भी आम पई चिंता करती। सबुदिन जो तांकर फोन, तांकर जो माँ रे जो डाक, से तो केबे भी आउ माने आम कान रे बाजियोनी। सेटा एतिकी डाकी ठाकुर को कि बेसी तो किसी कहि परिबिनी, किसी जोटी भी अछंती माने भलरे थांतु, आ तांका आशीर्वाद सब बेले आम मानन ऊपर थाओ। नमस्कार समस्त को। मो सान बहु बापांकर श्रद्धांजलि आउ एतिकी कहिया पे चाहूँगी जे बापांक भलिया लोक, टू बी वेरी फ्रैंक, मु एते भल एते माने जो कहती ही सच ए पर्सन, एक मैन ऑफ विजडम जो कहती ना, काइंडनेस सिंसियरिटी रे तो केबे भी मु तांकर माने लाइक एते सिंसियर थिले, एते काइंड एंड एते भल पाइबा मो प्रति, मो प्रति कौन घर समस्त प्रति बहुत भल पाया तांकर थिला। आउटू मु बहुत किसी शिखी सहित मोर कहियापे गले 15 वर्षर रिलेशनशिप। बापा को जानी मु 21 वर्ष रु, माने जेते मु 23 वर्ष रही थी
ଏବେ ବାହା ହେଲା ପରେ 15 ବର୍ଷ ଯେତିକି ମୁଁ ବାପାଙ୍କ ପାଖରେ ହିଁ ରୁହେ ଆଉ ବାପାଙ୍କୁ ସବୁଦିନ ଦେଖେ। ତ ଏବେ ମୁଁ ଜାଣିନି ବଟ୍ ଷ୍ଟିଲ୍ ଏତିକି ଦିନ ଭିତରେ ଆଜି 7th ଡେ ବାପାଙ୍କର 6th ଡେ ସରି ବଟ୍ ମିସ୍ ତ କରୁଛି somehow। ଏବେ ଘରଟା ଗହଳି ଅଛି ସେଥିପାଇଁ ଜାଣିପାରୁନି, ମେ ବି ସମସ୍ତେ ଗଲା ପରେ କ'ଣ ହବ ମୁଁ ଜାଣିନି। ବଟ୍ ବାପା ଆପଣ ଯୋଉଠି ବି ଅଛନ୍ତି ବହୁତ ଭଲରେ ରୁହନ୍ତୁ, ବହୁତ ଖୁସିରେ ରୁହନ୍ତୁ। ଆଉ ଏତିକି ପ୍ରେୟର ଯେ ଭଗବାନଙ୍କୁ ବାପା ବହୁତ ଯୋଉଠି ବି ନେକ୍ସଟ ଜନ୍ମ ପାଆନ୍ତୁ, ଏମିତି ଆହୁରି ଲାଇଫରେ ବହୁତ ବଡ଼ ପଦକ୍ଷେପ ଯୋଉ ମାନେ ବହୁତ ବଡ଼ ପୋଜିସନ କ୍ୟାରି କରନ୍ତୁ ଆଉ ବହୁତ ସମ୍ମାନ ପାଆନ୍ତୁ। Greetings to all. I'm Rudransh. My grandfather was an IPS officer as well as a renowned Odia poet, a rare combination of strength and sensitivity. He lived his life with exceptional discipline and high moral values. He led by examples in every situation. To us, he was a deeply caring and loving grandfather who always kept family and humanity first. Despite having poor health, he always stayed positive and mentally strong, thinking decisions and staying by his actions. To me, he is my greatest role model due to his compassion, integrity, and bravery. May God bless his soul and keep him in a peaceful place in heaven. Thank you. नमस्कार, ମୁଁ ସୁଭାଷ ଦାସ। ଦେବେନ୍ଦ୍ର ଦାସ ଜଣେ କମ୍ବିନେସନ୍ ଅଫ୍ ଦୃଢ଼ ପ୍ରଶାସନ ଆଉ ସୁନ୍ଦର ଗୀତିକାର। ଏ କମ୍ବିନେସନ୍ରେ ଜଣେ ଲୋକ ଆର୍ଟ, କଲଚର ଆଉ ଦୃଢ଼ ପ୍ରଶାସନ ୟାର ଭିତରେ ଜଣେ ସୁନ୍ଦର ଗୀତିକାର ଜନ୍ମ ନେଇପାରନ୍ତି, ଇଏ ବହୁତ କମ୍ ରେୟାର ଦେଖିବାକୁ ମିଳେ। ଆଉ ଦେବେନ୍ଦ୍ର ଦାସଙ୍କ ଭିତରେ ସେଇ କଥାଟି ସମସ୍ତେ ପରିଲିଖିତ କରନ୍ତି। ଏକାଧାରରେ ଆକାଶବାଣୀର ଜଣେ ସୁନ୍ଦର ଗୀତିକାର, ଆକାଶବାଣୀ ଏବଂ ଟିଭି ଦୂରଦର୍ଶନର ଆଉ ଏବଂ ଦୃଢ଼ ପ୍ରଶାସନର ଆଇଜି ପୋଲିସ କମ୍ କଥା ନୁହେଁ। ତା ଭିତରେ ମଧ୍ୟ ସେ ସୁନ୍ଦର ଭାବରେ ସବୁକିଛି ଏକାଧାରରେ କରିପାରୁଥିଲେ। ତାଙ୍କର ଲିରିକ୍ରେ ମୁଁ ମଧ୍ୟ ଗାଇଛି ଗୀତ, ମୋତେ ଭାରି ଭଲ ଲାଗେ, ବହୁତ ବଢ଼ିଆ ଲାଗେ। ଆଉ ଜଣେ ବଡ଼ ଆପଣାର ମଣିଷ, ଜଣେ ବହୁତ ଏକନିଷ୍ଠ ବ୍ୟକ୍ତିତ୍ୱ, ଦୁଇଟି ଧାରାକୁ ଏକା ସାଙ୍ଗରେ ବାଲାନ୍ସ କରିକି ଚାଲିବା ଜଣେ ଲୋକ ବହୁତ କମ୍ ଦେଖିବାକୁ ମିଳେ। ତାଙ୍କର ଅବର୍ତ୍ତମାନରେ ଭାରି କଷ୍ଟ ଲାଗେ, ଯେମିତି ଭଗବାନ ଏତେ ଭଲ ଭଲ ଟ୍ୟାଲେଣ୍ଟେଡ୍କୁ କେମିତି ନେଇଯାଆନ୍ତି ବଡ଼ ନିଷ୍ଠୁର ଭାବରେ। ଏବେ ଓଡ଼ିଆ ସଙ୍ଗୀତ ଜଗତରେ ଝଡ଼ ସୃଷ୍ଟି ହୋଇଛି। ଲଗାତାର ଅନେକ ପ୍ରତିଭା ହଜି ଯାଉଛନ୍ତି। ଗୀତି କବିତାର ବାରାପାଖି ପଦୁଅ ପୋଖରୀରେ ନିଖୁଣ ଗାଉଁଲି ଶବ୍ଦର ଶତଦଳ ଫୁଟାଉ ଫୁଟାଉ ଆମ ପାଇଁ ଲୁହର ଓହଳ ହୋଇଗଲେ। ଆଉ ମିଳିବନି ସେ ଶବ୍ଦ ବସାଣର କମକୋଟି କଳ୍ପନାର ଛନ୍ଦ। ଦେବେନ୍ଦ୍ର ଦାସ ଆମ ସମସ୍ତଙ୍କର ପ୍ରିୟ ଦେବ ଭାଇ। ଓଡ଼ିଶାର ବରିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସୁରମଣି ରଘୁନାଥ ପାଣିଗ୍ରାହୀ, ସୁଭାଷ ଦାସ, ଭିକାରୀ ବଳ, ଲୋପିତା ମିଶ୍ର, ଶ୍ୟାମାମଣି ଦେବୀ, ଶୈଳଭାମା ମହାପାତ୍ର ଓ ଆହୁରି ଅନେକ ଅନେକ କଣ୍ଠଶିଳ୍ପୀଙ୍କ କଣ୍ଠରେ ଅମର ହୋଇଗଲେ। ହେ ଶବ୍ଦର ଯାଦୁକର, ମୋର ଘେନ କୋଟି କୋଟି ପ୍ରଣାମ, ପ୍ରଣାମ, ପ୍ରଣାମ। ନମସ୍କାର, ମୁଁ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଛାୟତ। ଦେବେନ୍ଦ୍ର ସାର୍ଙ୍କ କଥା କ'ଣ କହିବି, ତାଙ୍କ ସହିତ ପାଖାପାଖି ଦୁଇ ବର୍ଷ 2.5 ବର୍ଷ
ଏ 3 ବର୍ଷର ତାଙ୍କ ସଂସ୍ପର୍ଶ ମୁଁ ଆସିଛି, କିନ୍ତୁ ମୁଁ ଅନେକ ଜିନିଷ ତାଙ୍କଠୁ ଶିଖିଛି। ସବୁଠୁ ବଡ଼ କଥା ହେଲା ବେଳେବେଳେ ଆମେ ବହୁତ କଥା କହିଦିଏ କିନ୍ତୁ କାମ କମ୍ ହେଇଯାଏ। ସେଇଟା କିନ୍ତୁ ତାଙ୍କ ପାଖରେ ମୁଁ ଶିଖିଛି ଯେ କଥା କମ୍ କାମ ଅଧିକା। ଏଇ ଗୋଟେ ତାଙ୍କଠୁ ମୁଁ ଶିକ୍ଷା ଲାଭ କରିଛି। ଆଉ ଗୋଟେ ମୋତେ ମଧ୍ୟ ମୋର ବାପାଙ୍କ ଟାଇପ୍ର ସେ ଲାଗନ୍ତି। ଘରକୁ ଅନେକ ଥର ଆସିଛନ୍ତି, ଯେତେବେଳେ ଇଚ୍ଛା ହୁଏ ଆସିଯାଆନ୍ତି। ଆଉ ପ୍ରଥମ କଥା ହେଉଛି ତାଙ୍କର ଗୀତ ଗୁଡ଼ିକ ମୁଁ ଅନେକ ଗୀତ ତାଙ୍କର ତିଆରି କରିଛି ଏବଂ ମୋର ମଧ୍ୟ ଭାଗ୍ୟ ମୁଁ ଦେବେନ୍ଦ୍ର ଦାସଙ୍କ ସହିତ କାମ କଲି। ଆଉ ଦ୍ୱିତୀୟ କଥା ହେଉଛି ତାଙ୍କର ଶେଷ ଗୀତ ଯେଉଁଟା ବି ଲାଇଫ୍ର ଶେଷ ଗୀତ ସେଇଟାକୁ ବି ମୁଁ ମ୍ୟୁଜିକ୍ ଦେଇଛି। ସୁନୀଲ ବାବୁ ଗାଇଛନ୍ତି, ସ୍ମରଣିକା ସାହୁ ବି ଗାଇଛନ୍ତି। ଆଉ ତାଙ୍କର ଯେଉଁ ବିୟୋଗଟା ଆମକୁ ଭଲ ଲାଗୁନି ଆମ ଇଣ୍ଡଷ୍ଟ୍ରି ପାଇଁକି ଗୋଟେ ବହୁତ ବଡ଼ କଷ୍ଟର କଥା। ତେଣୁ ସେ ଯେଉଁଠି ଥାଆନ୍ତୁ, ଆଉ ଭଗବାନ ଜଗନ୍ନାଥଙ୍କ ପ୍ରାର୍ଥନା ତାଙ୍କର ପାଦ ପଦ୍ମରେ ତାଙ୍କୁ ସ୍ଥାନ ଦିଅନ୍ତୁ। ଆଉ ତାଙ୍କର ଗୀତ ତାଙ୍କୁ ଅମର କରି ରଖିବ। ଦେବେନ୍ଦ୍ର ଦାସ ସେମିତି ଥିବେ ଅମର ହେଇକି। ଜୟ ଜଗନ୍ନାଥ। ନମସ୍କାର। ନାରାୟଣ ମହାନ୍ତି ଗୀତିକାର ଜଣେ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ। ଆଜି ଆମ ଭିତରେ ଦେବେନ୍ଦ୍ର ଦାସ ନାହାନ୍ତି, କିନ୍ତୁ ଆଖି ବୁଜିଲେ ଲାଗୁଛି ସେ ଯେମିତି ଆମ ହୃଦୟ ଭିତରେ ସବୁଦିନ ପାଇଁ ବନ୍ଦୀ ହୋଇ ରହିଛନ୍ତି ଏବଂ କେବେ ସେଠୁ ଯାଇପାରିବେନି। ଦେବେନ୍ଦ୍ର ବାବୁ ଏମିତି ଏକ ଲୋକ ଥିଲେ, ତାଙ୍କ ସହିତ ଯିଏ ଥରେ ମିଶିଛି ସେ ତାଙ୍କର ଖୁବ୍ ଆପଣାର ହୋଇପାରିଛି। ସାଧାରଣତଃ ଦେଖାଯାଏ ଯେଉଁମାନେ ପୋଲିସ ଅଫିସର ଥାଆନ୍ତି ସେମାନେ ସ୍ୱଭାବରେ ଟିକେ ରୁକ୍ଷ ହୋଇଥାନ୍ତି, କିନ୍ତୁ ସେ ଜଣେ ଦକ୍ଷ ପୋଲିସ ଅଫିସର ହୋଇ ମଧ୍ୟ ସ୍ୱଭାବରେ ଅତ୍ୟନ୍ତ ଭଦ୍ର, ଅତ୍ୟନ୍ତ ନମ୍ର ଏବଂ ଅତି ମିଷ୍ଟଭାଷୀ ଲୋକ ଥିଲେ। ଯଦିଓ ପୋଲିସ ଚାକିରି ତାଙ୍କର ପେଶା ଥିଲା, କିନ୍ତୁ ଗୀତ ଲେଖିବା ଥିଲା ତାଙ୍କର ନିଶା। ପ୍ରାୟତଃ ତାଙ୍କର ଗୀତ ଗୁଡ଼ିକରେ ଜୀବନ ଦର୍ଶନ ଛାପ ରହିଛି। ମୁଁ ତାଙ୍କର ଅତି ଅନ୍ତରଙ୍ଗ ଥିଲି। ପ୍ରତ୍ୟେକ ଦିନ ତାଙ୍କ ସହିତ ପଦେ ଦୁଇ ପଦ କଥା ନହେଲେ ଭଲ ଲାଗୁନଥିଲା। ସନ୍ଧ୍ୟା ହୋଇଗଲେ ତାଙ୍କ ଆଡ଼ୁ ଫୋନ୍ ରିଙ୍ଗ ଆସିବ, ମୁଁ ଦୁଇ ପଦ କଥା ହେଇକରି ତାଙ୍କ ସାଙ୍ଗରେ ରଖେ। କିନ୍ତୁ ଏଇ କେତେ ଦିନ ହେଲା ତାଙ୍କ ସାଙ୍ଗରେ ଆଉ କଥାବାର୍ତ୍ତା ହେଇପାରୁନଥିଲି କିମ୍ବା ତାଙ୍କ ପାଖରୁ ଫୋନ୍ ଆସୁନଥିଲା। ମୋ ଆଡ଼ୁ ଯଦି ମୁଁ ଫୋନ୍ କରେ ତେବେ ସେ ଫୋନ୍ ଧରନ୍ତି କିନ୍ତୁ କିଛି କହିପାରନ୍ତିନି, ଭାରି ଦୁଃଖ ଲାଗେ। ସେଥିପାଇଁ ଅନେକ ଦିନ ହେଲା ତାଙ୍କ ସାଙ୍ଗରେ ମୁଁ ଫୋନ୍ରେ କଥା ହେଇନଥିଲି। ଛାଡ଼ନ୍ତୁ ସେ କଥା। ତାଙ୍କର ଅନେକ ଗୀତ ସ୍ୱର ମୁଁ ଦେଇଛି, ସେଥିମଧ୍ୟରୁ ଗୋଟିଏ ଗୀତରୁ ପଦେ ଗାଉଛି। ଏଠି ଦୁନିଆରେ ପାପର ହିସାବ ଅଲଗା ଅଲଗା ହୁଏ, ଅଲଗା ଅଲଗା ହୁଏ। ଝଡ଼ିଆ ପବନେ ଯାର ଚାଳ ଉଡ଼େ, ଝଡ଼ିଆ ପବନେ ଯାର ଚାଳ ଉଡ଼େ, ସିଏ ବେଶୀ ପାପୀ ହୁଏ। ଏଠି ଦୁନିଆରେ ପାପର ହିସାବ ଅଲଗା ଅଲଗା ହୁଏ, ଅଲଗା ଅଲଗା ହୁଏ, ଅଲଗା ଅଲଗା ହୁଏ। ମୁଁ ସୂର୍ଯ୍ୟଦେव। ଗୀତିକାର ଦେବେନ୍ଦ୍ର ଦାସଙ୍କ ବିଷୟରେ ଜାଣିବାକୁ ହେଲେ ତାଙ୍କ ଲାଇନ୍କୁ ଶୁଣିବାକୁ ହେବ। ତାଙ୍କ ଲାଇନ୍କୁ ଶୁଣିବାକୁ ହେଲେ ଆପଣଙ୍କୁ ଗୀତି କବିତାର ଯମଜ, ରୂପକ, ବିମ୍ବ, ମେଟାଫର ଯାହାକୁ କହୁ ଇଂରାଜୀରେ ଆମେ, ବା ପ୍ରତୀକ, ତାକୁ ଜାଣିବାକୁ ହେବ। ତାକୁ ବୁଝିବାକୁ ହେଲେ ଆପଣଙ୍କୁ ଶୁଣିବାକୁ ହେବ ତୁମ ଗାଁ ମହୁମାଛି, ଆମ ଫୁଲେ ମୋହ ପି, ମୋତେ ମାଗେ କୁଆରୀ ବଉଳ, ବା ତୁମେ ମଲା ନଈ ତୁଠ, ବା ତୁମେ ବ୍ୟସ୍ତ ନୀରବ ଗୋଧୂଳି, ବା କାଚ କାନ୍ଥର ଏପାଖେ ମୁଁ ସେ ପାଖେ ତମେ କେହି ତ କାହାରି ଛୁଇଁ ପାରୁନା। ଗୋଟେ ଅଦ୍ଭୁତ ଯମଜ ଥିଲା, ଅଦ୍ଭୁତ ପ୍ରତୀକ ଥିଲା। ସେମିତି ପ୍ରତୀକ ଓଡ଼ିଆ ଗୀତି ସାହିତ୍ୟରେ ଆଉ କାହା ପାଖରେ ନଥିଲା। କାହା ପାଖରେ ନଥିଲା ବୋଲି ଏବେ ଆମେ ତାଙ୍କୁ ବାରମ୍ବାର ଝୁରୁଛୁ। ହୁଏତ ତାଙ୍କର ସାହିତ୍ୟିକ ମୂଲ୍ୟବୋଧକୁ ନେଇ ତର୍ଜମା ହେଇନାହିଁ, ଗୀତ ହୁଏତ ଆକାଶବାଣୀ ଭିତରେ ସୀମିତ ହେଇଯାଇଛି,
କିନ୍ତୁ ସେ ଗୀତ ଯେଥର ଆପଣ ଶୁଣିବେ ଆପଣ ଲୁହର ଓହଳରେ ଏବେ ସେ ନଥିଲା ବେଳେ ବାରମ୍ବାର ଛନ୍ଦି ହେବେ, ବନ୍ଦୀ ହେବେ। ପାନପତରର ଟିକି ନକାମୁ ଅନେକ ଲୁହର ସୁଅରେ ଯାଇଛି ହଜି, ସୁଅରେ ଯାଇଛି ହଜି। মথা পিটি খেতে হসুলি ঢেউরে গুণ খিয়া ছাতি আহুলা যাইছি ভাজি, আহুলা যাইছি ভাজি। কেতে ভুরির ভোকিলা বাহুরে নীতি বার বার হজি, পাইছি নিজকু সাত তଳ লুহ তଳେ কোহ তଳ খোঁজি, তଳେ কোহ তଳ খোঁজি। কেতে ফেণ ভসা বাউল নইর বালি তଳ যায় ভিজি, বালি তଳ যায় ভিজি। ভিজা বালির বি শোষ থায়ে বলি নিলাম হৃদয় বুঝি, নিলাম হৃদয় বুঝি। পহিলি ভসাণু খালি কিয়ে কেতে গহির নেବାକୁ বুঝি, অনেক বালিরে দেখুছি শেষে মো কবর ঘুমায় আজি, কবর ঘুমায় আজি।
एथर जुगल कंठरे गीत गाइछन्ति शैलभमा महापात्र एवं सुभाष दास, गीतिकार देवेंद्र दास। कविता लिखी तुमे ना पासे कविता लिखी केउ नील ओढ़णी रे आमको घारिछि पाउछु विरह दुख मिलन आमर अपहंच दूर मिशिबानी जीवन रे समाज करिछि तुमको मो ठारू दूर किबा दोष आम दिन खाली गड़े जातना साउटी बारे बही धरी हातरे सबुदिन जाए सिए सबुदिन जाए सिए आम घर बाटरे आम घर बाटरे बही धरी हातरे बयस ताहेले अबा हेई पारे 17 कला मुगुनिता आखि मुह पान पतर हाय 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 बयस ताहेले अबा हेई पारे 17 कला मुगुनिता आखि मुहे पान पतर फूल पका हसटिए फूल पका हसटिए लगी थाए ओठरे लगी थाए ओठरे बही धरी हातरे
कला कला आखि नुहे सिए दुई भार भोरु डाले छपी छपी दिए ओठ बाहर हाय 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 एते रूप नहीं सिए एते रूप नहीं सिए हब कार सतरे हब कार सतरे बहे धरी हातरे हाथ लेखा चिठी थिब बही तले ताहार जाने ना मु ठिकना से लिखिथिब कहार हाय 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 हाथ लेखा चिठी थिब बही तले ताहार जाने ना मु ठिकना से लिखिथिब कहार जाने खाली चिठी खसे जाने खाली चिठी खसे मोझर का बाटरे मोझर का बाटरे बही धरी हातरे सबुदिन जाए सिए आम घर बाटरे बही धरी हातरे ओ तुमर काचर कबाट खोली न पारिले मोही दुआरे तुमर काचर कबाट खोली न पारिले मोही मरण आगरे बंची रही मु परखिली केते काही परखिली केते काही दुआरे तुमर काचर कबाट खोली न पारिली मोही दुआरे तुमर काचर कबाट पाखरे तुम भरा बैसाखी कोइली भी गीत गाए ए पाखरे मोर झरा श्रावण रे तटिनी भी सुखी जाए मो हाथ बाजिले सुनार गोलाप मो हाथ बाजिले सुनार गोलाप झरी जाए माटी होई झरी जाए माटी होई दुआरे तुमर काचर कबाट
ହୁଅ ଦୁଧରେ ଜୀବନର ସୁଅ ଛୁଟେ ଏ ପାରିରେ ମୋର ସମାଧି ସଜାଇ ମରଣର ଫୁଲ ଫୁଟେ ଯାଉଛି ଫେରି ମୁଁ ଦୁଆର ଏପଟେ ଯାଉଛି ଫେରି ମୁଁ ଦୁଆର ଏପଟେ ମନ ଉପହାର ଥୋଇ ମନ ଉପହାର ଥୋଇ ଦୁଆରେ ତୁମର କାଚର କବାଟ ଛୋଟ ନୀଳ ରଚିବାର ନିଶା ଜୀବନ ଗୋଟିଏ କୁଆରୀ ମନରେ ଗୋଟିଏ ଶିଳା ତଳ ପରେ କମ କରା କାଚ ଘର ଜୀବନ ଗୋଟିଏ ଲମ୍ପଟ ନାରୀ ସଭିଏ ତା ପାଶେ ପର ଜୀବନ ଗୋଟିଏ ଶିଳା ତଳ ପରେ କମ କରା କାଚ ଘର ଜୀବନ ଗୋଟିଏ ଲମ୍ପଟ ନାରୀ ସଭିଏ ତା ପାଶେ ପର ଜୀବନ ଗୋଟିଏ ଅଜାତ ଶିଶୁର ଅକୁହା ଦରଟିଏ ଭାଷା ଜୀବନ ଗୋଟିଏ ସାଥୀ ପାଇଁ ଛୋଟ ନୀଳ ରଚିବାର ନିଶା ଜୀବନ ଗୋଟିଏ କୁଆରୀ ମନରେ ଦୋଳ ମୁକୁଟର ଆଶା ଜୀବନ ଗୋଟିଏ ବାଳୁତ ବିହଗୀ ଡେଣାରେ ଅମାପତିତ ଜୀବନ ଗୋଟିଏ ଚଳ ଚଞ୍ଚଳ ନଦୀର ବେସୁର ଗୀତ ଜୀବନ ଗୋଟିଏ ବାଳୁତ ବିହଗୀ ଡେଣାରେ ଅମାପତିତ ଜୀବନ ଗୋଟିଏ ଚଳ ଚଞ୍ଚଳ ନଦୀର ବେସୁର ଗୀତ ଜୀବନ ଗୋଟିଏ ଲୁହ ଲହୁଣୀର ସହଜ ସରଳ ଭାଷା ଜୀବନ ଗୋଟିଏ ସାଥୀ ପାଇଁ ଛୋଟ ନୀଳ ରଚିବାର ନିଶା ଜୀବନ ଗୋଟିଏ କୁଆରୀ ମନରେ ଦୋଳ ମୁକୁଟର ଆଶା ଦୋଳ ମୁକୁଟର ଆଶା
পাখি মলয় এ পাখি যাতনা এ পাখি উয়াস সে পাখি জোছনা এটি তো মরণ জ্বালা जीवा उपाय चंपक हाथे खोली दियो मधुशाला से पाखे मलय ए पाखे जातना ए पाखे उआस से पाखे जोछना लुहर नईरे नौका बहिछु से कूल छुई पाई भासी भासी जाई भूरी रे पड़ी कात पाउनाई पलकरे गड़ी जीव मो पलकरे गड़ी जीव मो যৌবন মধুবেলা সে পাখি মলয় এ পাখি যাতনা এ পাখি উয়াস সে পাখি জোছনা